ଆସିଗଲେ ଆସିଗଲେ ଆସିଗଲା ମୁଁ ଏତିକି ଜମାରେ ଧରିଛି ତ ଆହୁରି ବ୍ୟାଗ୍ ଧରିଛି ଦେଖ ସେ ଆଣ୍ଟି କେମିତି କଚ କଚ କରୁଛନ୍ତି ଦେଖିଲୁ। ହଁ ଦେଲା କାଟିଦିଅ ମୁଣ୍ଡରୁ ଚୁଟି ବାନ୍ଧୁ ନାହିଁ ମୁଣ୍ଡରୁ ଚୁଟି ବାନ୍ଧୁନି ସେ ଦିଅ କାଟିଦିଅ କାଟିଦେବେ ନା ସିଏ କାଟିବ ଯାও ଆଣ୍ଟି କେତେ ହେଲ୍ପ କରିଦେଲା ମୋ ଝିଅ ଆଉ କ'ଣ ହେ ସେ ସବୁ ବେଥଡ଼ିଆ ହେଇଯିବ ତାଉ ବହୁତ କାମ ହେଇଗଲା ଆସ ଏ ମାମୁଁ ଦେଖେ ବାବା ଅନେଇଥିବେ ପଛକୁ ଦେଖେ ଅଫିସକି ଦେଖେ ଅଫିସକି ଦେଖେ ବାବା ଅନେଇଥିବେ ଦେଖେ ପଳେଆ ଏଇ ଆସେ ଆସ ଏ ଭଗବାନ ଏ ପିଲାଟା ଆଜି ବହୁତ ହଇରାଣ କଲାନି ଆସ ସେତିକି ଥାଉ ଆସ ଆରେ ଆସ ତମ ଝୁଅ ରହିଲା ମୁଁ ମୋର ଯାଉଛି ଏମିତି କିଛି ଅଛି ତ ଆଉ ଟିକେ ଭିତରକୁ ଆମର ଯିବାକୁ ପଡ଼ିବ ମୋ ଝିଅ ଏକା ତାର ରହିଗଲା ହେଲ୍ପ କରିଦେଉଥିଲା ଟିକେ ଆଣ୍ଟି ହଉ ଚାଲ ସେଟା ନାଗିଲ କୁଣ୍ଡେ ହେବନି ଚାଲ ଧୀରେ ଗାଡ଼ି ହେଉଛି ଧୀରେ ଚାଲ ତ ଏ ଗଛ ଗୁଡ଼ା ସବୁ ବଢ଼ିଗଲାଣି ସେଇଥିପାଇଁ ସବୁ କଟାକଟି ଚାଲିଛି କେତେ ପାର୍କ ଆସିଥିଲାଣି ତ ସେଇଟା ହେଉଛି ଆମ ମେଡ଼ିକାଲଟା ତ ଏମିତି ତମ ପାଇଁ ଏଇ ସରପ୍ରାଇଜଟା ଆଣିଛନ୍ତି ତମ ପାଇଁ ଗୋଟେ ନନୁର ଗୋଟେ ତମର ଛୋଟଟେ ନନୁର ଟିକେ ବଡ଼ଟେ ତମ ଝିଅ ପାଇଁକା ଆସିଯାଇଛି ଟିଫିନଟା ତ ନବ ବେଲିକା ଖାଇବା ନେବା ପାଇଁକା ଏଇଟା ଟିକେ ଖୋଲିବାକୁ ସୁବିଧା ବୋଲି ସେଇଥିପାଇଁକା ଟିକେ ଟାଣିକି ଖୋଲିବାକୁ ପଡ଼ିବ ମାନେ ଲିକ୍ୱିଡ଼ ଜିନିଷ ଦେଲେ ବି ତା ଦେହରେ ମାନେ ଗଳିବାର ନାହିଁ ଆଉ ଗୋଟେ କଥା ହେଉଛି ସିଏ ତାର ସବୁବେଳେ ତାର ନବ କ'ଣ ସବୁ ପ୍ରକାର ଫ୍ରୁଟ୍ସ ନବ ନହେଲେ ନାହିଁ ଅଲଗା କିଛି ନେଲେ ସେ ଖାଏନି ନା ମାମୁଁ ତ ଆଜି ହେଉଛି ଆଜି ହେଉଛି ମୋ ଭାଇର ହାପି ବାର୍ଥଡେ ତ ରବିବାର ଦିନ ଆମେ କେକ୍ କାଟି ଦେଇଥିଲୁ ତ ଏମିତି ହେଉଛି କଥା ତ ଆଜି ମୁଁ ଆଣ ପୋଳେଇ ଦେଇଛି କାହିଁକିନା ଯେହେତୁ ଆଣ ପୁରା ଫୁଲିକି ତ ଦେଖିପାରୁଥିବେ ବାପ ପୁରା ଇଟିଲି ଆଣ ଏଇ ଗରମି ସିଏ କ'ଣ କଲାଣି ଦେଖିଆ ଗରମି ଆଉ ଶୁଣ ଆଉ ଗୋଟେ କଥା ଶୁଣ ତମେ କାହିଁକି ଆଗେ କୁହ ତମେ କାହିଁକି ଯୋଉ କ୍ଲିପ୍ କାହିଁକି ବାହାର କରିଦେଲ ଧୀରେ କେତେ କାଟୁଛି ମୋ ଝିଅକୁ ରାଗିକି ବାହାର କରିଦେଲ ତ ତା ଚୁଟି କେତେ ଆଣୁଛି ସେଇ ଯୋଗୁଁ ସେ କ୍ଲିପ୍ ବି ବାହାର କରିଦେଇଛି ତ ଏଇଟା ହେଉଛି ତ କାଙ୍କଡ଼ ଆଳୁ ଭାଜିଦେବି ମସଲା ଦେଇକି ତ ଆଉ ଗୋଟେ କଥା ହେଉଛି ତ କ'ଣ ଶାଗ ଟିକେ କରିଦେବି ଆଉ ଭେଣ୍ଡି ଆଳୁ ତରକାରୀ କରିଦେବି ଆଜି ଖାଇବା ଟିକେ କରିଦେବା ଶୀଘ୍ର ମୋ ଝିଅ ତାର ଆସିଗଲାଣି ତ ଆଉ ଗୋଟେ ଜିନିଷ ସାଙ୍ଗମାନେ ମୁଁ ଦେଖାଉଛି ତ ଦେଖୁଥିବେ ଏଇଟା ହେଉଛି ରାଇତା ମସଲା ବହୁତ ପସନ୍ଦ ତ ଦେଖିପାରୁଥିବେ ହାତ ଧୁଆ ହେଇଛି ନା ହାତ ଧୁଆ ସେ କେତିକି ନେଇଛି ସାଙ୍ଗମାନେ ଦେଖିପାରୁଥିବେ ଖାଇବା ପାଇଁକା କ'ଣ କହିବି ମୋ ଝିଅ ହେଉଛି ଏଇ ନାଣ୍ଡୁ ତ ସେଠି ଆଇଥିଲା ସେଠି କାମ କରି ଆସିଲା ସେଠି ଯିଏ ଯାହା କାମ କରୁଥିବେ ଇଏ ହାତ ମାରିଦେବ ଆର ସେମିତି କିଛି ନାହିଁ କି ପିଲାଙ୍କୁ ବି ସେମିତି ଖରାପ ଇଏରେ ନେବାଟା ବି ସେଇଟା ଠିକ୍ ନୁହଁ ମୁଁ ସମସ୍ତଙ୍କ ସାଙ୍ଗରେ ଏଠି ମିଶେ ଇଏ କରେ କାହିଁକିନା ଯିଏ କାମ କରୁଛନ୍ତି ସିଏ ବି ଜଣେ ମଣିଷ ହେଲା ଏମିତି ହେଉଛି କଥା କାହିଁକିନା ତାଙ୍କ ସାଙ୍ଗରେ କଥାବାର୍ତ୍ତା ବି ସେ କଥାବାର୍ତ୍ତା କରନ୍ତି ମୋ ସାଙ୍ଗରେ ସମସ୍ତେ ତାଙ୍କ ସାଙ୍ଗରେ କଥାବାର୍ତ୍ତା କରନ୍ତି ଯିଏ ବି କାମ କରିବାକୁ ଆସନ୍ତି ଏଠି ବହୁତ ଲୋକ କାମ କରିବାକୁ ଆସନ୍ତି ସଫାସଫି ସିଏ ସବୁ ବିଲ୍ଡିଂ ମାନେ ଏଠୁ ଘରୁ ବାହାରିବାକୁ ବି ପଡ଼ିବନି ଏଇ ଆମର କବାଟ ଦେଉଛନ୍ତି କବାଟ ସେପଟରେ ମୁଁ ଅଳିଆ ନେଇକି ପକାଏ ଅଳିଆର ସମସ୍ତେ ହଁ ଆଉ ତ ସେମାନେ ତାଙ୍କ କାମ ହେଲା ସେ ବାରଣ୍ଡା ଟୋଟାଲି ସଫା କରିବେ ହେଲା ମୁଁ ସମସ୍ତଙ୍କ ସାଙ୍ଗରେ କଥା ହୁଏ ସମସ୍ତେ କାହିଁକି ସେମିତି କାହା ପୋଜିସନକୁ ନେଇକି ଆମ ଉପର ଲେବୁଲରେ ଅଛି ବୋଲି ତାଙ୍କ ମିଶିବେନି ସେମିତି କି ଆଜ୍ଞା କିଛି ନାହିଁ ମୋ ସାଙ୍ଗେ ସମସ୍ତେ ଭଲ ବିହେଭ୍ କରନ୍ତି ମୁଁ ତ ସାଙ୍ଗମାନେ ଦେଖି ଧନ ସେ କ'ଣ ହେଲାଣି ତାକୁ ନେଇକି ଫୋପାଡ଼ ଶୀଘ୍ର ହାତ ଥୁଅ ଭଲ କଥା ଗୁଡ଼ା ନୁହଁ କହୁଛି ତ ଏମିତି ହେଉଛି କଥା ତ ଆଜି ହେଉଛି ମୋ ଭାଇର ବାର୍ଥଡେ ଆଉ ଗୋଟେ କଥା ହେଲା ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ମୋ ଭାଇର ବାର୍ଥଡେ ସିଏ ଆସିକି ଏଠି 2 ବର୍ଷ ହେଲା ରହିଲାନି କାହିଁକିନା ସେ ଗୁଜୁରାଟରେ ଥିଲା ସେଠି ଅଧିକା ପଇସା ଇନକମ୍ କରୁଥିଲା ତ ଏଠି ତାପରେ ତା ଦେହ ଖରାପ ହେଇଗଲା ଡେଙ୍ଗୁ ହେଲା ତାପରେ ଘରକୁ ପଳେଇ ଆସିଲା ମୁଁ ବି କହିଲି ଘରେ ବି କହିଲେ ବେଶୀ ମୁଁ କହିଲି ନାଇଁ ସେ ଆଉ ବାହାରକୁ ନ ଯାଉ ବଡ଼ ଭାଇ ବି ମନା କଲେ ନାଇଁ ସେ ବାହାରକୁ ଆଉ ନ ଯାଉ ଏଇ ପାଖ ଆଖରେ ଯୋଉଠି ଯେତିକି ମାନେ କହିଲା ଭଳିଆ ପେଟ ବସିଲେ ଗଲା ଆଉ କ'ଣ ମାନେ ବେଶୀ କିଛି ଦରକାର ନାହିଁ ଠାକୁରଙ୍କର ଆଶୀର୍ବାଦ ଆଉ ବାସ୍ ସେତିକି ଆଉ କିଛି ଦରକାର ନାହିଁ ଆଉ ସେ ଏଇଠି ଅଛି କାମ କରୁଛି 2 ବର୍ଷ ହେଲା ସେ ରହିଲାନି ସେ ସମସ୍ତଙ୍କ ଖୁସି ଦେଖି ଏଠି ମାନେ ମୋତେ ସେତିକି କହିବାକୁ ମାନେ ମୋତେ ଇଏ ଲାଗୁଛି ମାନେ ସିଏ ମାନେ କ'ଣ ମୁଁ ତାକୁ ଗୋଟେ ଭାଇ କହିବି ନା ଗୋଟେ ଭଉଣୀ କହିବି ନା ମା ବାପା କହିବି ସେ ସବୁ ଆକ୍ଚୁଆଲି ସତ କଥା ହେଉଛି ସେ ସବୁ ହ୍ୟାଣ୍ଡେଲ୍ କରେ ତାକୁ ମାନେ କ'ଣ ଗୋଟେ ଭାଇ ମୁଁ ବି କହିପାରୁନି ସେ ସବୁ କିଛି ମୋ ପାଇଁକା ହେଲା ସେ ମୋଠୁ 5-6 ବର୍ଷ ସେ ମୋଠୁ ସାନ ହଁ ଦେଉଛି
ସେ ମୋଠୁ 5-6 ବର୍ଷ ସାନ। ମୁଁ ତାକୁ ଜୁସ୍ ଦେଇଦିଏ କହୁଛି। ମୋ ଝିଅ ହଉ କି ପୁଅ ହଉ, ମୋର ପୁଅ ଝିଅ ଦୁଇଟା, ତ ସିଏ ଯିବ ଦେଖ ତ ମୋତେ ଟିକେ କଥା କରେଇ ଦିଅ। ତ ସେ ଯିଏ ବି ହଉ ମୋ ଛୁଆ ଝିଅ, ତ ଆଜିକା ଡେଟ୍ରେ ବି ମୋ ଛୁଆ ବାନ୍ତି କରନ୍ତୁ କି ମାନେ ଲାଟ୍ରିନ୍ ବି କରନ୍ତୁ, ମାନେ ପ୍ୟାଣ୍ଟରେ ବି ହେଇଯାଏ ମୋ ପୁଅ, ମାନେ ପୁଅର କ'ଣ ଝିଅର କ'ଣ ଯେତେବେଳେ ମାନେ ଝାଡ଼ା ହୁଅନ୍ତି, ସତ କଥା ହେଉଛି ସେ ସବୁ କରେ। କେତେବେଳେ ସେ ଅସନା ସେ ଭାବେନି କି କିଛି ନାହିଁ, ଯେମିତି ନିଜ ଛୁଆ ଭଳିଆ ସେ ତାର ସବୁ କରେ। ମୋତେ ବି କରିବାକୁ ସେ ଦିଏନି ହେଲା। ପ୍ୟାଣ୍ଟ ସାର୍ଟ ସେ ସବୁ ଧୋଇବ, ଇଏ କରିବ, ଆଉ ସେ କାମକୁ ବି ଯାଏନି, ଛୁଟି ନେଇଯାଏ, 2-4 ଦିନ ଲେଖା ଛୁଟି ନେଇଯାଏ। ଆମ ପାଇଁ ସେ ବହୁତ କରିଛି ହେଲା। ମାନେ ଏତେ ମୁଁ ବି କାଲି ତା ଉପରେ ପରଦିନ ରାଗିଗଲି, ସେ ଟିକେ ମନ ଖରାପ କଲା। ବେଳେବେଳେ ରାଗେ, ସେମିତି ବଡ଼ ଇଏ ଭିତରେ ମାନେ ସେମିତି ହୁଏ ହେଲା। ଆଉ କ'ଣ କରିବି, ତା ବିଷୟରେ ଯେତେ କହିଲେ ବି ମାନେ କମ୍ ପଡ଼ିବ ମୋତେ। ମାନେ ମୁଁ ଯେତିକି କରିପାରିବିନି ରୋଷେଇ କି ପିଠା ଭଲ ମନ୍ଦ, ସିଏ ସବୁ କରିବ। ପିଠା ମାନେ ପୋଡ଼ ପିଠା ଠାରୁ ଆରମ୍ଭ, ପୋଡ଼ ପିଠା କରିବା କେତେ କଷ୍ଟ ଆଗେ ମୁଁ ଦେଖିଛି ବୁଢ଼ୀମାନେ କରୁଥିଲେ, କିନ୍ତୁ ମୋ ଭାଇକି ଆସେ, ବହୁତ ଭଲସେ କରେ, ବହୁତ ସ୍ମୁଥ୍ ବି ହୁଏ, ବହୁତ ବଢ଼ିଆ ବି ଲାଗେ। ମଣ୍ଡା ପିଠା, କାକେରା, ସବୁ ଜିନିଷ ସେ କରେ। ଯେହେତୁ ଆମର ଟାଙ୍ଗୀ ପାଖରେ ଆମ ଘର, ତ ଟାଙ୍ଗୀ କାକେରା ପାଇଁ ଫେମସ୍। ତ ଏଇଟା ଆପଣମାନେ ଯାହା ବି ଲାଗେ। ତମେ ଖାଇଛ? ନାଇଁ ନା। ତ ସବୁ କଥା ସିଏ କରେ। ଘରେ ଗୁପଚୁପ ହେଲା, ଚାଟ୍ ହେଲା, ସବୁ ଜିନିଷ ସେ ବନାଏ ହେଲା। ବହୁତ ହେଲ୍ପ, ମାନେ ସେ ବହୁତ ପିଲାଙ୍କୁ ସେ ବି ହେଲ୍ପ କରେ। ତ ତାପରେ ଏମିତି ଦେହ ତାର ସେଠି ଖରାପ ହେଇଗଲାଠୁ ତାପରେ ଏଠିକି ଆମେ ଏମିତି ନେଇଗଲୁ, ଅଛି ଏମିତି ଆମ ପାଖରେ। ତ ତାପରେ ମୁଁ ବି ଏଇକା ଛାଡ଼ିବା ପରିସ୍ଥିତି ଆଉ ନାହିଁ, କାହିଁକିନା ମୋର ଯେହେତୁ ଛୋଟ ଛୁଆ ହେଲା, ମୋତେ ବି ବହୁତ ହେଲ୍ପ ହେଉଛି। ଆଉ ସିଏ ବି ପାଖରେ ରହିଲେ, ଯେହେତୁ ସାନ ଭାଇ, ମୋତେ ବି ଭଲ ଲାଗୁଛି, କାହିଁକିନା ଯେହେତୁ ଏତେ ଦୂରରେ ଅଛି, ୟା ଘରକୁ ବି ଯାଇପାରୁନି। ମୁଁ ବି ବାପା ମାଆଙ୍କର ଗୋଟେ ଝିଅ ହେଲା। ବହୁତ ମାନେ ସେ ମା ବାପା ମାନେ ଭାଇ ଭଉଣୀ ସେ ସମସ୍ତଙ୍କର ସେ ଗୋଟିଏ ଲୋକ, ଗୋଟିଏ ଭାଇ, ଯେ ମୋତେ ସମସ୍ତଙ୍କର ମାନେ ସ୍ନେହ ମମତା ଦେଇଦେଉଛି। ମୋତେ ଫିଲ୍ ହେଉନି କି ନାଇଁ ମୁଁ ମାନେ ବାପାଙ୍କୁ, ବୋଉକୁ କି ଭାଇ ବଡ଼ ଭାଇକି ଦେଖା କରିପାରୁନି, କିଛି ନାହିଁ, କାହା ଭଲ ପାଇବା ପାଇପାରୁନି, ସେମିତି କିଛି ନାହିଁ। ବହୁତ ମାନେ ସ୍ନେହୀ ସିଏ। ତ ଖାଲି ମୁଁ ନୁହଁ, ତା ଜିଜୁ ମାନେ ମତଲବ ତା ଭେଣେଇ ବି, ସିଏ ବି ସେଇଆ କହିଲେ, ନାଇଁ କାଳିଆଟା ବହୁତ ପିଲା। ଆଉ ଦିନକ ପାଇଁକା ସିଏ ମାଗିନି ଯେ ମାନେ ଫରମାଇଶ କରିନି ମୁଁ ଖାଇବି, ମାନେ ତା ଦେହ ବି ଖରାପ ହେବ, ତୁ କ'ଣ ଖାଇ ମେଡ଼ିକାଲରେ ପଡ଼ିଛି 2-4 ଦିନ ଲେଖା। ମୁଁ ବହୁତ କାନ୍ଦେ ତା ଦେହ ଖରାପ ହେଲେ। ତ ଏମିତି ହେଉଛି କଥା। ତ ସେ କେବେ କିଛି କହିନି କି ମୁଁ ଏଇଟା ଖାଇବି କି ସେଇଟା ଖାଇବି, କି ମୋତେ ଏଇଟା ଦିଅ ମୁଁ ପିନ୍ଧିବି, କି ସେଇଟା ଦିଅ ପିନ୍ଧିବି। ତ ସେମିତି କିଛି ବି ନାହିଁ ହେଲା। କିନ୍ତୁ ମାନେ ତା ଦେହ ଯେଉଁ ଖରାପ ହେଇଗଲା, ମାନେ ଚିକେନ୍ ଖାଇକି, ଚିକେନ୍ ଅଣ୍ଡା, ତ ଏଇଗୁଡ଼ା ଖାଇକି ତା ଦେହ ଖରାପ ହେଇଗଲା। ତ ଭିଡ଼ିଓ ବି ମୁଁ ପକେଇଥିଲି, ମାନେ ଏତେ ମାନେ ଖରାପ ହେଇଗଲା ଯେ ଆମେ କହିଲି ନାଇଁ ନେଇଯିବା, ନହେଲେ କଟକ ନେଇଯିବା, ଏଠି ଭଲ ସୁବିଧା ନାହିଁ। କିନ୍ତୁ ଯାହା ହଉ ଠାକୁରଙ୍କ ଦୟାରୁ କେମିତି ଭଲ ହେଇଗଲା, ମାନେ 8-15 ଦିନ ଲେଖା ହେବ। ଆଉ ଏମିତି ସେ ବହୁତ ଭଲ, ଭଗବାନ ଭଲ ରଖନ୍ତୁ ମୋ ଦୁଇ ଭାଇକି। ଦୁଇ ଭାଇ ବହୁତ ଭଲ। ମୋର ଟିକେ କ'ଣ ହେଇଗଲା ନା, ସେ 2 ଜଣ ବହୁତ ବ୍ୟସ୍ତ ହୁଅନ୍ତି। ମୁଁ ଯେତିକି ବ୍ୟସ୍ତ ନ ହୁଏ, ସେ ସେତିକି ବ୍ୟସ୍ତ ହେଇଯାଆନ୍ତି। ତ ଏମିତି ସବୁ ଭଉଣୀମାନଙ୍କୁ ଏମିତିଆ ଭାଇ ମିଳୁ। ତ ମୋର ବି ତାଙ୍କଠୁ ମାନେ କିଛି ମାନେ କ'ଣ ନେଇ ଆସିବା କି ଇଏ କରିବା, ସେସବୁ କିଛି ନାହିଁ। ଯିଏ ଯେଉଁଠି ଅଛନ୍ତି ଭଲରେ ରୁହନ୍ତୁ, ଭଲରେ ଏମିତି ହେଉଛି କଥା। ସେ ଏମିତିଆ ହେଉଛି ପିଲା। ବହୁତ ହେଲ୍ପ ବି କରେ। ଯେତେବେଳେ ଥିଲା ଗୁଜୁରାଟରେ ଥିଲା, ମାନେ ଦେହ ପା ଖରାପ ହେବ, ଇଏ ପଇସା ଖର୍ଚ୍ଚ କରିଦେବ, 5,000 10,000 ପଇସା ଖର୍ଚ୍ଚ କରିଦିଏ। ସେ ମାସରେ ବି ପଠାଏନି ବି, ପଇସା ପଠାଇ ପାରେନି ବି, ପିଲାଙ୍କ ଇଏରେ ଖର୍ଚ୍ଚ କରିଦିଏ, କାରଣ ଦେହ ପା କଥା। କିନ୍ତୁ ସେ ପଇସା ସେ ରିଟର୍ନ ଆଣେନି, ମାନେ ତାଙ୍କର ଭଲ ହେବା ପରେ ସେ ପଇସା ଫେରେଇବେ କ'ଣ, ସେ ରିଟର୍ନ ଆଣେନି। ଏମିତିଆ ଗୋଟେ ପିଲା। ହେ ସେ ବେଲୁନ କ'ଣ କଲଣି ମାମା? ଗୋଟେ ପିଲା ହେଇ ବେଲୁନକୁ ଏଠି ଗୁରେଇଗାରେ ଏଠି ପକାଇଛି, ଇଏ କ'ଣ ଏଠି କଲାଣି, କ'ଣ ସେ ହେଉଛି? ଡ୍ରେସ୍ ଚେଞ୍ଜ କର, ଅସନା ହେଇଯିବ ବା। ଆରେ ସ୍କୁଲ ଡ୍ରେସ୍ଟା ଅସନା ହେଇଯିବ ମୋ ମାମୁନୁଟା, ମୋ ଗେଲିଟା। ହେ କେମିତି କରିଦେଇଛି ନାନ ତେରିକିନାରେ। ହଉ ଛାଡ଼, ହଉ ହଁ ସମସ୍ତେ ଆସିଲା। କାଲି ଆଗେ ଓହ୍ଲେଇ ପଡ଼ିଥିଲା, ଆଜି ଆଗେ ଓହ୍ଲେଇନି। ତ ଆସୁଛି, ସ୍କୁଲ ଛୁଟି ହେଇଗଲା ନା। ତ ଏମିତି ମୋ ହେଇ ଆସିଗଲା। ଆସ ଧନଗିରି ଆସ। ଷ୍ଟାର ଓକେ ଥ୍ୟାଙ୍କ ୟୁ। ତ ଆମେ ଲିଫ୍ଟରେ ବସି ଯାଇଛୁ, ଲିଫ୍ଟ ଚାଲିଛି, 5ରେ ପହଞ୍ଚିଗଲା। ଚାଲ ଖୋଲ, ଶୀଘ୍ର ଖୋଲ। ତ ଏ ସିଷ୍ଟମଟା ବହୁତ ବଢ଼ିଆ, କାହିଁକି ନା ପିଲା ହାତ ଫାତ ଗଳେଇବେନି କି କିଛି ନାହିଁ। ତ ଏ ସିଷ୍ଟମଟା ବହୁତ ବଢ଼ିଆ। ତ ଆମେ 5ରେ ଆମର ପହଞ୍ଚିଗଲୁ। ମୋ ପୁଅ ଆଜି ଷ୍ଟାର ପାଇଛି ନୁହଁ। ମୋ ପେଚୁକୁ ତ ସକାଳୁ ଆସିସାରିଲାଣି। ଆଉ ତ ଆମର ଏଇଠି ରଖିଦେଇଛୁ ଚପଲ ଷ୍ଟାଣ୍ଡ। କିଏ ଗୋଟେ ଚପଲ ଗୁଡ଼ା, ମୋ ପୁଅର ଗୁଡ଼ା ଗୋଟିଏ ଚପଲ, ଏଇଟା ଗୁଡ଼ା କିଏ ଚୋରି କରି ନେଇଯାଇଛି। ତ ଖୋଲ, ଶୀଘ୍ର ଖୋଲ। ଚାଲ ଭୋକ ହେଲାଣି। ତ ଆମେ ପଳେଇ ଆସିଲୁ ଘର। ପୁରା ଏମିତି ଛିନଛତ୍ର ମୋ ଝିଅ କରିକି ରଖିଛି, ବହିପତ୍ର ପୁରା ଛିନଛତ୍ର। ହଁ କାହିଁ ସବୁବେଳେ ନଢ଼ା ନଢ଼ି ହେଉଛୁ, କିଛି ବୁଝିପାରୁନି। ସବୁବେଳେ ଏନି ଟାଇମ୍ ତ ଜୟ ଜଗନ୍ନାଥ, ସମସ୍ତଙ୍କୁ ନମସ୍କାର। ଜଲିଖିଆ ଆଉ ଗୋଟେ ବ୍ଲଗ୍ ଆପଣଙ୍କୁ ଢେର ସାରା ସ୍ୱାଗତ। ଆମେ ଭଲ ଅଛୁ, ଆପଣମାନେ କେମିତି ଅଛନ୍ତି? ଭଲ ଅଛନ୍ତି ନା? ସମସ୍ତେ ଭଲରେ ରୁହନ୍ତୁ, ସମସ୍ତେ ବିନ୍ଦାସରେ ରୁହନ୍ତୁ। ତ ଆଜି ହେଉଛି କାଳିଆ ମାମୁଁର ହାପି ବାର୍ଥଡେ।
ତାକୁ ଗୋଟେ ଗିଫ୍ଟ ଦିଆହବ କ'ଣ ଗିଫ୍ଟ ଦିଆହବ ସେଇଟା ସନ୍ଧ୍ୟାବେଳକୁ ମୁଁ କହିବି। ତ ଆଜି ତ ଭଜାଭଜି କରିଦେଇଛି ଆଉ ଗୋଟେ କରିଦେଇଛି ତରକାରୀ ମାନେ ସୋରିଷ ମସଲା ଆମ୍ବୁଲ ପକେଇକି ଭେଣ୍ଡି ଆଳୁ ସୋରିଷ ମସଲା ଦେଇକି ତରକାରୀ ଆମ୍ବୁଲ ପକେଇକି ମୋ ଭାଇର ସେଇଟା ଫେଭରେଟ୍। ଆଉ କଳମ ଶାଗ ଭାଜିଦେବା ଆଜିର ଖାନା ଏତିକି। ତମେ ଦୁଧୁ ପକେଇକି ଖାଇଦେବ ଭାତରେ ଆଉ ଡାଲି କରିଛି ତମକୁ ଆଜି ଦୁଧୁ ପକେଇ ଦେଇଦେବି ଯେହେତୁ କାଲି ଦୁଧୁ ପିଇ ନଥିଲା ବଳିଥିଲା ବହୁତ। ଆଉ ଏମିତି ଆଉ କ'ଣ କରିବା ଦିନକୁ 1.5 ଲିଟର ଦୁଧୁ ଆମେ ପିଉନାହାନ୍ତି କ'ଣ ବଳି ପଡ଼ୁଛି। ତ ଆଜି କ'ଣ ହେଉଛି କ'ଣ ନାହିଁ ହାପି ବାର୍ଥଡେ ମାମୁଁର।